ଦାନିଏଲ 3 ପର୍ବ 17 ଏବଂ 18। ଯେବେ ସେପରି ହୁଏ ତେବେ ଆମେ ମାନେ ଯାହାଙ୍କର ସେବା କରୁ ଆମମାନଙ୍କର ସେଇ ପରମେଶ୍ୱର ଆମମାନଙ୍କୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି। ଆଉ ହେ ମହାରାଜ ସେ ଆପଣଙ୍କ ହସ୍ତରୁ ଆମମାନଙ୍କୁ ଉଦ୍ଧାର କରିବେ। ମାତ୍ର ଯେବେ ନ କରନ୍ତି ତେବେ ହେ ମହାରାଜ ଆମେ ମାନେ ଯେ ଆପଣଙ୍କ ଦେବଗଣ ଦେବତାଗଣର ସେବା କରିବୁ ନାହିଁ କି ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ, ଏହା ଆପଣ ଜ୍ଞାତ ହେବନ୍ତୁ। ନିଶ୍ଚୟ ବନ୍ଧୁଗଣ ଏ ବାକ୍ୟ ଆମେ ସମସ୍ତେ ଘୋଷା ବାକ୍ୟ, ଆଉ ଏଇ ଘଟଣାଟା ମଧ୍ୟ ସମସ୍ତଙ୍କର ଜଣା ବିଷୟ। ସୈଦ୍ରକ ମହେଶ୍ୱର ଅବେଦରକଙ୍କର ଯେ କି ଅଦ୍ଭୁତ ବିଶ୍ୱାସ ଈଶ୍ୱରଙ୍କ ନିକଟରେ, ଆଉ ସେ ବିଶ୍ୱାସଟା କେତେ ବଡ ପରିସ୍ଥିତି ତାଙ୍କୁ ଆସିଲେ ମଧ୍ୟ ସେମାନେ କାହାକୁ ଭୟ କରିନାହାନ୍ତି। ଏଟା ରାଜା ନବୁକଦନେସ୍ୱର ସମୟର କଥା। ସେ ଯେତେବେଳେ ଗୋଟେ ନବକୃତ ଗୋଟେ 60 ହାତ ଉଚ୍ଚ 6 ହାତ ପ୍ରସ୍ତ ସୁବର୍ଣ୍ଣ ପ୍ରତିମା ନିର୍ମାଣ କଲେ, ଆଉ ବାବିଲ ଦେଶର ଦୂର ନାମକ ପଦାରେ ସେ ତାହା ସ୍ଥାପନ କଲେ। ଆଉ ସେଇ ପ୍ରତିମାକୁ ପ୍ରଣାମ କରିବା ପାଇଁ, ସୁବର୍ଣ୍ଣ ପ୍ରତିମା ପ୍ରଣାମ କରିବା ପାଇଁ ଯେତେବେଳେ ତାହା ପ୍ରତିଷ୍ଠା କରିବା ପାଇଁ ଆସିବା ପାଇଁ କ୍ଷତିପାଳ ମାନଙ୍କୁ, ରାଜାପତି ମାନଙ୍କୁ, ଦେଶାଧକ ମାନଙ୍କୁ, ବିଚାରକର୍ତ୍ତା ମାନଙ୍କୁ, କୋଷାଧକ ମାନଙ୍କୁ, ବ୍ୟବସ୍ଥା ନେତା ଗଣଙ୍କୁ, ବ୍ୟବସ୍ଥା ଗଣଙ୍କୁ, ପ୍ରଦେଶୀୟ ଲୋକମାନଙ୍କୁ ସାଥ ଏକତ୍ର କରି ନବକୃତ ତାହା ଲୋକ ସେଟା କଣ ପ୍ରେରଣ କଲେ। ଆଉ ସେ କ୍ଷିତିପାଳକ ମାନଙ୍କୁ, ରାଜପତି ମାନଙ୍କୁ, ଦେଶାଧକ ମାନଙ୍କୁ, ବିଚାରକ ସେ ସମସ୍ତେ ଏକତ୍ର ହୋଇକି ସେମାନେ କଣ କଲେ, ଏ ସ୍ଥାପିତ ପ୍ରତିମା ସମ୍ମୁଖରେ ଠିଆ ହେଲେ। ଆଉ ଘୋଷକ ଉଚ୍ଚ ସ୍ୱରରେ କହିଲେ, ହେ ଲୋକମାନେ ଗୋଷ୍ଠୀ ମାନେ ନାନା ଭାଷା ମାନେ ଏ ଆଜ୍ଞା ଦିଆଯାଇଛି, ଏଇ ନବକନିଚରଙ୍କ ରାଜାଙ୍କର ଏ ଆଜ୍ଞା ଦିଆଯାଇଛି। ଯୋଉ ସମୟରେ ଶୃଙ୍ଗ ବାଜିବ, ବଂଶୀ ବାଜିବ, ବୀଣା ବାଜିବ, ଚତୁର୍ଭୁଜ ବାଜିବ, ମୃଦଙ୍ଗ ବାଜିବ, ସବୁ ପ୍ରକାର ବାଦ୍ୟ ବାଜିବ, ସେତେବେଳେ ଯୋଉମାନେ ରାଜା ସ୍ଥାପିତ ନବକୁ ଏଇ ସୁବର୍ଣ୍ଣ ପ୍ରତିମାକୁ ଉବୁଡ ହୋଇ ପ୍ରଣାମ କରିବେ। ଯଦି ଯୋଉ ଲୋକ ମୁହଁ ମାଡ଼ି ପ୍ରଣାମ କରିବ ନାହିଁ, ସେଇ ଦଣ୍ଡରେ ପ୍ରଦଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ। ଏଇଟା ଘୋଷଣା କରାଯାଇଛି। ଏଇ ଘୋଷଣା ଚାରିଆଡେ ଘୋଷିତ ହେଲା। କିନ୍ତୁ ଏଇ ଆମର ସୈଦ୍ରକ ମହେଶ୍ୱର ଅବେଦନେସ୍ୱର 3 ଜଣ ଏମାନଙ୍କୁ ଯେତେବେଳେ ସମସ୍ତ ବାଜିଲା, ସବୁଆଡେ ଦେଖିଲେ, ଗୋଷ୍ଠୀ ବର୍ଗ ସମସ୍ତ ସମସ୍ତ ପ୍ରତିମାକୁ ପ୍ରଣାମ କଲେ। କିନ୍ତୁ ସେ ସମୟରେ ଯେ ନବକୃତ ରାଜାଙ୍କୁ ଉତ୍ତର କରି କହିଲେ, ହେ ମହାରାଜ ଆପଣ ଚିରଜୀବି ହୁଅନ୍ତୁ, କାରଣ ଆପଣ ଆଜ୍ଞା କରିଛନ୍ତି ଯେ ଏଇ ସବୁ ବାଦ୍ୟ ବାଜିଲା ବେଳକୁ ଯେ କି ସୁବର୍ଣ୍ଣ ପ୍ରତିମା ପ୍ରଣାମ କରିବେ ତ ଭଲ, ଯଦି ନ କରିବ ସେ ହଉଛି ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ। ଆପଣ ଏଇଟା ଆଦେଶ କରିଛନ୍ତି। ମାତ୍ର ଏ ସ୍ଥାନରେ କଣ ସୈଦ୍ରକ ମହେଶ୍ୱର ଅବେଦନେସ୍ୱର ନାମକ କେତେକ ଜିହୁଦୀ ଲୋକ ଅଛନ୍ତି, ସେମାନଙ୍କୁ ଆପଣ ବାବିଲ ସେ ଲୋକମାନେ ଆପଣଙ୍କୁ ମାନି ନାହାନ୍ତି, ସେମାନେ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିନାହାନ୍ତି। ସେତେବେଳେ ନବକୃତ କଣ ହେଲା, ରାଗିଗଲା, କ୍ରୋଧ ହେଇଗଲା। କିଏ ସେଟା ମୋର କଥା ମାନୁନାହିଁ? କୋଉ ଲୋକମାନେ ସେଟା ମୋର କଥା, ମୁଁ ଏତେ ବଡ ଆଜ୍ଞା ଦେବା ଘୋଷକ ହେଲା ମତେ ମାନୁନାହିଁ, ସମସ୍ତେ ମାନୁଛନ୍ତି ମାନୁନାହିଁ, ସେ ମାନୁନାହାନ୍ତି। ସେତେବେଳେ ସେଇ ରାଗି କ୍ରୋଧ ହେଇ କହିଲେ, ଯେ ସୈଦ୍ରକ ମହେଶ୍ୱର ଅବେଦନେସ୍ୱରକୁ ଆଣିବା ଆଜ୍ଞା କଲ, ତଉ ଲୋକମାନେ ସେମାନଙ୍କୁ ରାଜା ପାଖକୁ ଆଣିଲେ। ନବକୃତ ସେମାନଙ୍କୁ କହିଲେ, ହେ ସୈଦ୍ରକ ମହେଶ୍ୱର ଅବେଦନେସ୍ୱର, ତମେ ମାନେ କି ମନସ୍ଥ ହୋଇ ଦେବତାର ସେବା କରୁନାହ, କିମ୍ବା ମୋ ସ୍ଥାପିତ ସୁବର୍ଣ୍ଣମୟ ପ୍ରତିମାକୁ ପ୍ରଣାମ କରୁନାହ? ପ୍ରଶ୍ନ କଲେ ତାଙ୍କୁ। ସେ ତ ଶୃଙ୍ଗ ବାଜୁଛି, ବାନ୍ତେ ବାଜୁଛି, ବୀଣା ବାଜୁଛି, ଚତୁର୍ଥୀ ବାଜୁଛି, ନେବଲ ବାଜୁଛି, ମୃଦୁଙ୍ଗ ବାଜୁଛି, ସବୁ ପ୍ରକାର ଶୁଣିଲେ। ତୁମାନେ ଯେବେ ମୋର ପ୍ରତିମାକୁ ମୁହଁ ମାଡ଼ି ପ୍ରଣାମ କରିବାକୁ ପ୍ରସ୍ତୁତ ହୁଅ ତ ଭଲ କଥା, ଯଦି ତୁମେ ପ୍ରଣାମ କରିବ ନାହିଁ ତେବେ ସେଇ ଦଣ୍ଡରେ ତୁମ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ନିକ୍ଷିପ୍ତ ହେବ। ଆଉ ଯିଏ ତୁମ ମାନଙ୍କୁ ମୋ ହସ୍ତରେ ଉଦ୍ଧାର କରିବେ, ଏପରି କୋଉ ଦେବତା ଅଛି? ଏଇ ସମସ୍ତ ବିଷୟରେ ଏଠି ଉଦ୍ଧାର କରିବା କୌଣସି ଦେବତା ଅଛି? ପ୍ରଶ୍ନ କଲେ। ସୈଦ୍ରକ ମହେଶ୍ୱର ସାହସର ସହିତ ରାଜାଙ୍କୁ କଲେ, ହେ ନବକନିଚର, ଏଇ ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମଙ୍କର ପ୍ରয়োଜନ ନାହିଁ, ଆମେ ଆପଣଙ୍କୁ ରିପ୍ଲାଏ ଦେବାର ଆବଶ୍ୟକ ନାହିଁ। ଯେବେ ସେପରି ହୁଏ ଆମେ ତାଙ୍କର ସେବା କରିବୁ, ଆମଙ୍କ ସେ ପରମେଶ୍ୱର ଆମକୁ ଯାହା ଅଗ୍ନିକୁଣ୍ଡ ରକ୍ଷକୁ ସମର୍ଥନ ରଖି, ଆଉ ହେମରାଜ ସେ ଆପଣଙ୍କ ହସ୍ତରେ ଆମମାନଙ୍କୁ ଉଦ୍ଧାର କରିବେ। ଯେବେ ନ କରିବେ ତେବେ ମଧ୍ୟ ଆମେ ଆପଣଙ୍କର ଦେବତା ଗଣକୁ ସେବା କରିବୁ ନାହିଁ, କି ହବା ଆପଣଙ୍କ ସ୍ଥାପିତ ପ୍ରତିମାଙ୍କୁ ପ୍ରଣାମ କରିବୁ ନାହିଁ। ଏଇଟା ଆପଣ ଭଲ କରି ଜାଣନ୍ତୁ।
ଭଲ କରି ଜ୍ଞାତ ହୁଅନ୍ତୁ। ଏଇ ଯୋଉ ବିଶ୍ୱାସ, ଏଇ ଯୋଉ ପ୍ରଭୁଙ୍କ ଉପରେ ବିଶ୍ୱାସ, ପରମେଶ୍ୱରଙ୍କ ଉପରେ ବିଶ୍ୱାସ, ତାଙ୍କର ଯୋଉ ପ୍ରାର୍ଥନାର ଶକ୍ତି ବିଶ୍ୱାସ, ତାହା ନିଜେ ସେମାନଙ୍କୁ ଦେଇଥିଲେ। ଈଶ୍ୱର ସମ୍ବନ୍ଧରେ କି ଧାରଣା ସେମାନଙ୍କୁ ରକ୍ଷା କରିବା ସମର୍ଥ, ଏଇ ଯେ ଧାରଣା ଈଶ୍ୱର ସମ୍ବନ୍ଧରେ ଆପଣଙ୍କ ଧାରଣା, ଆମଙ୍କ ଧାରଣା କଣ? ଆମେ ଆପଣଙ୍କୁ ବିଶ୍ୱାସ କରିପାରୁଛେ ଯେ ଆପଣଙ୍କୁ ସର୍ବପ୍ରକାର ବିପଦ ଆପଦ ରୋଗ ବ୍ୟାଧି କଷ୍ଟ ଯନ୍ତ୍ରଣା ରକ୍ଷା କରିବେ, କିମ୍ବା ଆପଣ ଆମମାନଙ୍କୁ ସର୍ବପ୍ରକାର ପରିସ୍ଥିତି ରକ୍ଷା କରିବେ, ଆପଣ ଆମମାନଙ୍କ ଜୀବନରେ କୌଣସି ସମସ୍ୟା ଅଛି ସେଥିରେ ମଧ୍ୟ ରକ୍ଷା କରିପାରନ୍ତି। କି ଆମେ ବିଶ୍ୱାସ ଗଭୀର ସହ ଦେଖନ୍ତୁ, ନିଶ୍ଚୟ ଆମଙ୍କର ସେ ବିଶ୍ୱାସ ନାହିଁ, ତାର ପାଇଁ ଆମେ ବିଚଳିତ। ଏଇଟା ମୋର ଜୀବନରେ, ଏଇଟା ମୋର ଜୀବନରେ ଆସିଗଲା। ଏତେ ବଡ ଅସୁସ୍ଥ ହେଇଗଲେ ମୁଁ କହିବି, ମୋ ଯେତେ ଏ ବାକ୍ୟ ପରେ ଯୋଉ ସାକ୍ଷ୍ୟ ଆସିବ ମୁଁ କହିବି, ସେ ବିଷୟ ପ୍ରକାଶ କରିବି। କାହାର ପ୍ରାର୍ଥନାରେ, କୋଉମାନଙ୍କ ପ୍ରାର୍ଥନାରେ? ଧାର୍ମିକ ମାନଙ୍କ ପ୍ରାର୍ଥନାରେ। ଏଇ ମଣ୍ଡଳୀର ଧାର୍ମିକ ମାନଙ୍କ ପ୍ରାର୍ଥନାରେ ମୁଁ ଆଜି ଠିଆ ହେଇପାରିଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ବି ସୁସ୍ଥ ହେବା ପରି ନାହିଁ, ପ୍ରାର୍ଥନା ଦ୍ୱାରା ସୁସ୍ଥ ହେଇଛି। ସେଇ ସୁସ୍ଥତାକୁ ନେଇକି ବାକ୍ୟ ପ୍ରଭୁ ମତେ ଦେଲେ ଯେ କଥା କହିବା ପାଇଁ। ତେଣୁ ବନ୍ଧୁଗଣ, ଆଜି ଶୈଦ୍ରଙ୍କୁ ଦେଖାଇ ଦେଲେ, ସମସ୍ତଙ୍କ ଆଗରେ ଦେଖାଇ ଦେଲେ, ସେ ନବଖ ରାଜା ଦେଖାଇ ଦେଲେ ଯେ ଆମର ଈଶ୍ୱର ଜୀବନ୍ତ ଈଶ୍ୱର, ଯେ ସେ ପ୍ରତିମା ନ ସେ ସୁନାରେ କର ଆଉ ରୂପାରେ କର, କାହିଁରେ କର, କୋଉ ଦେବତା ପ୍ରକୃତରେ ଶକ୍ତିଶାଳୀ ଦେଖାଇ ଦେଲେ, ତାହା ଆମେ ନିର୍ଭର କରି ଦେଖାଇ ଦେଲେ। ସେ ଅବିନ୍ଦଙ୍କ ଜୀବନ ଏଇଟା ଥିଲା, ଅବିନ୍ଦଙ୍କ ପାଇଁ ଜୀବନ ଏବଂ ମରଣର ସମସ୍ୟା। ଯଦି ଅବିଶ୍ୱାସ କମ, ଯଦି ବିଶ୍ୱାସ ନ କଲେ ମଧ୍ୟ ହଁ ପକେଇଦେଲେ ବାସ୍ ଅଗ୍ନିକୁଣ୍ଡରେ ନିକ୍ଷେପ ହେଇଯିବା କଥା। କିନ୍ତୁ ନବଯୁଗ ସ୍ଥାପନ ପ୍ରତିମାକୁ ପ୍ରଣାମ ନ କଲେ ଅଗ୍ନିରେ ନିକ୍ଷେପ କରାହେବ। ସତ୍ୟ ଈଶ୍ୱରଙ୍କ ଉପାସକ ହେବାରୁ ସ୍ୱର୍ଣ୍ଣ ପ୍ରତିମାକୁ ପ୍ରଣିମାତ କରିପାରନ୍ତି ନାହିଁ, ମୃତ୍ୟୁ ହିଁ ସେମାନଙ୍କ ଅବଧାରିତ, କିନ୍ତୁ ସେମାନଙ୍କର ବିଶ୍ୱାସ ସେମାନଙ୍କୁ ରକ୍ଷା କଲେ। ସତ୍ୟ ହିଁ ଅଗ୍ନିର ପ୍ରଚଣ୍ଡ ଦହନ ଶକ୍ତି, ସେମାନଙ୍କ ଦେହର ବିନ୍ଦୁ ମାତ୍ର କ୍ଷତି କରିପାରିଲା ନାହିଁ। ସେମାନେ ଅକ୍ଷତ ଦେହରୁ ଅଗ୍ନିକୁଣ୍ଡରୁ ବାହାରି ଆସିଲେ। କି ଅଦ୍ଭୁତ ବିଶ୍ୱାସ, କି ଅଦ୍ଭୁତ ବିଶ୍ୱାସ ସମସ୍ତଙ୍କ ଆଗରେ ଦେଖେଇ ଦେଲେ। ଯୋଉ ଲୋକମାନେ ସେମାନେ ସେଇ ରାଜା ଏବେ ଦେଖୁଛନ୍ତି, ସେତେବେଳେ ନବଖଣ୍ଡ କୋପରେ ପରିପୂର୍ଣ୍ଣ ହେଲା। ପ୍ରତିକୂଳ ତାହାର ମୁଖ ବିକଟାକ ହେଇଗଲା। ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା ଆହୁରି 7 ଗୁଣ ସେମାନେ ବଢେଇ ଦେଲେ। ଆଉ ସେଥିରେ ସୈନ୍ୟ ମାନଙ୍କ ମଧ୍ୟରେ କେତେକ ବଳବାନ ଲୋକଙ୍କୁ ବଳବତ ବାଛି ବାଛିକିରି ନେଇକିରି ବାଛିଲେ, ଆଉ ଅବଦିନକୁ ନେଇକି ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପକେଇଦେଲେ। କିନ୍ତୁ ଯୋଉ ପୁରୁଷ ମାନେ ଆପଣା ପାଇଜାମା ଅଙ୍ଗରଖା ଉତ୍ତରୀୟ ଅନ୍ୟାନ୍ୟ ବସ୍ତ୍ର ସମେତ ଅଗ୍ନିକୁଣ୍ଡ ନିକ୍ଷିତ ହେଲେ, ଆଉ ରାଜା ଅତି ଅଗ୍ନିକୁଣ୍ଡ ଅତିଶ ଉତ୍ତପ୍ତ ହେଲା ଯେ ଯେଉଁ ଲୋକମାନେ ଶୈଦ୍ରକୁ ଧରିଥିଲେ ସେମାନେ ଅଗ୍ନି ଶିକାରେ ହତ ହେଲେ। ପୁଣି ଅବେଦନଗ ଏଇ 3 ଜଣ ବନ୍ଧାଇ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପଡିଲେ। ଏଥିରେ ରାଜା ନଗର ସମର୍ପିତ ଶୀଘ୍ର ଉଠିଲା, ଆଉ ମନ୍ତ୍ରୀ ମାନଙ୍କୁ କହିଲା, ଆମେ କଣ 3 ଜଣ ଲୋକକୁ ବାନ୍ଧି ପକେଇଥିଲୁ, କାହିଁ ରାଜା ଉତ୍ତର କଲେ, ହଁ ସତ୍ୟ ମହାରାଜ। ରାଜା ଉତ୍ତର, ନା ଦେଖ, ମୁଁ ଅଗ୍ନି ମଧ୍ୟରେ ଗମନ କରିବାର 4 ମୁକ୍ତ ଲୋକକୁ ଦେଖୁଛି। ଏ 4 ଜଣ ଆଉ ଜଣେ ବ୍ୟକ୍ତି କିଏ? ସେମାନଙ୍କର କୌଣସି କ୍ଷତି ହୋଇନାହିଁ। ପୁଣି 4ର୍ଥ ଲୋକର ମୂର୍ତ୍ତି ପରମେଶ୍ୱରଙ୍କର ପୁତ୍ର ସଦୃଶ। ସେତେବେଳେ ନବକର୍ଣ୍ଣିତ ଭରଦତ୍ତ ଅଗ୍ନିକୁଣ୍ଡ ନିକଟ ଯାଇଗଲା, ହେ ସର୍ବପରିସ୍ଥ ପରମେଶ୍ୱରଙ୍କର ଅବେଦନଗ, ତମାନେ ବାହାର ହୋଇ ଏଠାକୁ ଆସ। କହିଲେ ଅଗ୍ନିକୁଣ୍ଡରୁ ବାହାର ହୋଇ ଆସିଲେ। ଆଉ ପୁଣି ସ୍ଥିତିପାଳ, ରାଜ ପ୍ରତିନିଧି, ଦେଶାଧ୍ୟକ୍ଷ, ରାଜମା ଏକତ୍ର ସେଇ 3 ଜଣଙ୍କୁ ଅନାଇ ଦେଖିଲେ ଯେ ଅଗ୍ନି ସେମାନଙ୍କର ଶରୀର ଉପରେ କିଛି କ୍ଷତି ପ୍ରକାଶ କରିପାରିଲା ନାହିଁ, କିମ୍ବା ସେମାନଙ୍କ ମସ୍ତକର କେଶ କିଛି ଦଗ୍ଧ ହୋଇପାରିଲା ନାହିଁ, ଅଥବା ସେମାନଙ୍କର ପାଇଜାମା ବିଚ୍ୟୁତ ହେଲା ନାହିଁ, କିମ୍ବା ସେମାନଙ୍କର ଶରୀର ଅଗ୍ନିର ଗନ୍ଧ ମଧ୍ୟ ନାହିଁ। ନବାପତ୍ର ଗଲା ପରମେଶ୍ୱର ଧନ୍ୟ। ଏ ଯୋଉ ପରମେଶ୍ୱରଙ୍କୁ ଆଜି ସେମାନେ ବିଶ୍ୱାସ କଲେ, ଏ ପ୍ରାର୍ଥନା ଶକ୍ତି ଆଜି ପ୍ରକାଶ କରିଦେଲା, ବିଶ୍ୱାସ କଲେ, ସେମାନେ ଧନ୍ୟ, ସେ ଈଶ୍ୱର ଧନ୍ୟ, ଯେହେତୁ ସେ ଆପଣଙ୍କର ଦୂତ ପଠେଇଲେ, ତାଙ୍କର ଯେଉଁ ଦାସ ମାନେ ତାହାଙ୍କର ବିଶ୍ୱାସ କଲେ। ଆପଣ ମାନଙ୍କର ସେଇ ଭିନ୍ନ ଯେପରି ଅନ୍ୟ କୌଣସି ସେବା କିନ୍ତୁ ପ୍ରଣାମ ନ କରିବେ, ଏଥିପାଇଁ ରାଜବାକ ଅନ୍ୟଥା କରି ଆପଣ ଶରୀର ସମର୍ପଣ କଲେ, ସେମାନଙ୍କୁ ଉଦ୍ଧାର କଲେ। ଏଥିପାଇଁ ମୁଁ ଏବେ ଏଇ ଆଜ୍ଞା ଦେଉଛି, ପ୍ରଥମ ଆଜ୍ଞା ଦେଇଥିଲେ ଯେ ପ୍ରଣାମ ନ କରିବେ, ଅଗ୍ନିକୁଣ୍ଡରେ ନିକ୍ଷିପ୍ତ, ଏବେ ମୁଁ ଏଇ ଆଜ୍ଞା ଦେଉଅଛି ଯେ ପ୍ରତ୍ୟେକ ଗୋଷ୍ଠୀ, ଦେଶୀୟ, ଭାଷାବାଦୀ, ଶୈଦ୍ର, ମୈତ୍ର, ଅବେଦନଗର ପରମେଶ୍ୱର ପ୍ରତିକୂଳରେ କୌଣସି ଭ୍ରାନ୍ତିର କଥା କହିବେ,
से माने खंड खंड होइके कटा जिवे और से मानकर गुरु क्षत राशि हेबो कारण एई प्रकार उद्धार कर समर्थ कोनोसी देवता नहीं एते राजा शैद्रक मिश्र अबेदनगर बाबिल पछरे आउरी पद वृद्धि कर देले जो पोस्ट रे थिले से पोस्ट प्रमोशन कर देले ए हमनकर जीवंत ईश्वर मु विश्वास करि पारे मु कहि देउछि दुर्बल विश्वास एई हमनकर जीवंत ईश्वर शैद्रक मिश्र अबेदनगर ईश्वर जीवंत ईश्वर हमनकर ईश्वर हस्तर पापुनी रे हमनकु से लिखिसंती धार्मिक बोली गणित करिसंती पिता पुत्र अधिकार देइसंती से पवित्र पिता प्रभु आज एई हेला आज मो निमंते आज ए वाक्य एटा मो मन को आसिला बंधु को एटा मो वाक्य मुखरे कहि देते विश्वास जे परि धरि रखबे सेही परि आ गोटे घटना हम केते घटना अछि बाइबल रे प्रेरित 16:25 और मात्र मध्य रात्रि रे पाउल शिला निकट रे प्रार्थना स्तवगान करुथले फिलिप नगर रे प्रचार करबा समय नगर अध्यक्ष माने शासनकर्ता माने पाउल शिला को धरी विस्तार रूपे प्रहार कले प्रचार कले प्रभुंकर कथा कहबा समय विस्तार रूपे प्रचार कले अब कारागार रे निक्षेप करी पादरे कोन कले हरि काठ लगाई देले की अन्याय कले से माने प्रभुंकर कथा कला बेलको एपरि कथा से माने को कले देपरि अवस्था रे पाउल शिला कोन करछंती ईश्वर को उद्देश्य रे माने स्तवगान करछंती कारागार रे थाई जेल रे थाई से माने प्रभुंकर परमेश्वर जो परमेश्वर को सेवा जो से प्रचार करुथले से माने स्तवगान करछंती गीत गाउछंती धन्यवाद करछंती प्रशंसा करछंती भीतर आनंद नथिले स्तवगान करबा संभव नाही भीतर जदी दुख थिबो मोर परि लोक पुलिस ऑफिसर लेखि सब मात्र टिके कोन हेले दुर्बलिया लोक म किंतु आपनकर प्रार्थना आपण मानकर प्रार्थना जो मंडली जो आज मुठिया हिचे प्रभु मते ठिया करिसंते मोर परिवार को ठिया हिचे वृद्धा बयस रे तेनु बंधुगण एइटा जे एते आशीर्वाद होइता से माने सही जेल रे थाई स्तवगान करथले भीतर आनंद केबल स्तवगान हेबके ए प्रार्थना ही एक अंग से मानक अंतर ईश्वरंकर न्याय वर्तार प्रत्येक गभीर विश्वास थिला से मानक स्तवगानर मध्य दे प्रमाणित हला ईश्वर से मानकर सब अवस्था उद्धार करबा को जे समर्थ अटंती एहा से मानकर विश्वास थिला से मानक देहर रक्ताक्त अवस्था रे प्रति दृष्टिपात करि नांती एते तांको माडो मारी छंती हरि काठ लगै छंती तथापि सेटा को समान दृष्टिपात करि नांती से मानकर पादर हरि काठ आडे दृष्टिपात करि नांती किबा से मानक प्रहार का से मानक आडे दृष्टिपात करि नांती से माने प्रभु यीशुकर क्षत सब देखले तांगर की गभीर प्रेम प्रभु यीशु को एते कुरडा प्रकार करा हला मुंडरे कोंटा हातरे कोंटा पादरे कोंटा लंगल चाष कला परी ए चाष कराला से समय से आड़ तंगर दृष्टिपात हैला एते कष्ट पड़िले प्रभु यीशु हम पाए तांको विषय हम प्रचार करछु ए समय रे हम प्रभु यीशु को दुख आर से माने से कृष्ण आड़े से माने दृष्टिपात कले की जातना की कष्ट प्रभु यीशु हम पाए भोगिथिले बहुतले से माने हुए तो अनुभव करते पिशाहत प्रभु यीशु कर तिले तिले मृत्यु सेटा से समय से प्रभु शंकर कष्ट यात्रा कुशल समस्त कुछ तिले तिले से माने भक्त सही तुलना रे से मानकर यातना केते नगण्य से माने हुए तो भाबुथले प्रभु को दुख भोगर सौभाग्य हेबा हेतु से माने धन्य ए कष्ट आमे पाउछु जेतु से कुशल सत्य हमने आज धन्य से माने धन्य सब गानर माध्यम से माने जो प्रार्थना को करथले ता स्वर्ग रे ईश्वर सुनिबा को पाइले जेल रे थाई कष्ट रे थाई ए परि अवतार से माने गीत स्तोत्र गान करछंती से ईश्वर निजे सुनले सिंहासन सुनिबा को पाइले ए समय रे भूमिकंप हैला जेल रे थरिबा को लागिला समस्त कैदी माने कोड़े पड़े जीवे कोन हेबो परिस्थिति की हेबो कारागार रक्षक तार चाकरी चली जीवो की परिस्थिति हेबो एइटा देखले ईश्वर पर भूमिकंप पड़ गेले ए अद्भुत कथा भूमिकंप हे गेला सेदरे कारागार भित्ति मूल कंपी उठिला फाउंडेशन कंपिला ढोलमान हे गेला समस्त द्वार बड़बाड़ होई खोला हे गेला से मानक भीतर बेड़ी पादर कड़ी काट खसी गला
ସେମାନେ ମୁକ୍ତ ହେଲେ, କିନ୍ତୁ ସେମାନେ ପଳେଇଲା ନା କଣ କାରାରଖ ସେଇଦିନ এই পরিবর্তনে এই প্রচার দ্বারা ସେମାନେ ভিতରକୁ ଆସିଲେ। সেই প্রচারে কারাগার রক্ষକ ପରିତ୍ରାଣ ପାଇଲା, ପରିବାର ପରିତ୍ରାଣ ପାଇଲେ। ଆଉ ଗୋଟେ ଆତ୍ମା ରକ୍ଷା ହେଲା, ପରିବାର ଆତ୍ମା ରକ୍ଷା କଲେ। କି ଅଦ୍ଭୁତ କଥା, କି ଅଦ୍ଭୁତ ବିଶ୍ୱାସ ସେମାନଙ୍କର ସେଇ ପ୍ରଭୁଙ୍କ ଠାରେ। କାରାଗାର ରକ୍ଷକ ସେଇଦିନ ପରିତ୍ରାଣ ଲାଭ କଲେ। କି ଶକ୍ତିଶାଳୀ ଥିଲା ସେମାନଙ୍କ ବିଶ୍ୱାସ ପ୍ରାର୍ଥନା। ବନ୍ଧୁଗଣ, ପ୍ରଭୁ ଆମମାନଙ୍କର ଜୀବନ୍ତ ପ୍ରଭୁ। ସେଭଳି ଶହୀଦକୁ ରକ୍ଷାକାରୀ, ପାଉଲ ଶିଲାଙ୍କୁ ରକ୍ଷାକାରୀ, ଆଜି ଆମମାନଙ୍କୁ ମଧ୍ୟ ରକ୍ଷାକାରୀ। ଆମେ ମଧ୍ୟ ସେହିପରି ଭାବେ ତାଙ୍କ ଠାରେ ଯଦି ନିର୍ଭର କରୁ, ବିଶ୍ୱାସ କରୁ, ସେ ଅନୁସାରେ ଚାଲୁ, ପ୍ରଭୁ କେବେ ହିଁ ଆମମାନଙ୍କୁ ଛାଡ଼ିବେ ନାହିଁ। କେବେ ଆମମାନଙ୍କୁ ସେ ଆମମାନଙ୍କର ପାଇଁ ନିମନ୍ତେ ସେ କେତେ ନା ସେ ସାହାଯ୍ୟ କରି ଆସୁଛନ୍ତି, ଉଦ୍ଧାର କରି ଆସୁଛନ୍ତି। ଏସବୁ ଅଦ୍ୱିତୀୟ ବିଷୟ ଆମମାନଙ୍କ ପାଇଁ ରହିଛି। କିନ୍ତୁ ବନ୍ଧୁଗଣ, ମୁଁ କହି ସିନା ଦେଉଛି, ମୋ ପାଖରେ ସେ ବିଷୟଟା ଆଜି ଅଭାବ ଅଛି। ଆଉ ଗୋଟେ କିଛି ବିଷୟ ଦେଖିବା ଯେ ଏଲିୟଙ୍କର ବିଷୟ। ଏଲିୟ ଯାକୋବ 5 ପର୍ବର 7 ପଦରେ ଅଛି, ଏଲିୟ ଆମମାନଙ୍କ ଏପରି ସୁଖ ଦୁଃଖ ଭୋଗେ ମନୁଷ୍ୟ ଥିଲେ, କିନ୍ତୁ ବୃଷ୍ଟି ନ ହେବା ନିମନ୍ତେ ସେ ଏକାନ୍ତ ଚିତ୍ତରେ ପ୍ରାର୍ଥନା କଲେ। ଆଉ 3 ବର୍ଷ 6 ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ। ଏଟା ଆହବଙ୍କର ନେତୃତ୍ୱରେ ଯେତେବେଳେ ଇସ୍ରାଏଲ ଜାତି ଘୋରତର ପ୍ରତିମା ପୂଜାରେ ଲିପ୍ତ ହୋଇ ଈଶ୍ୱରଙ୍କର ମହାକ୍ରୋଧର ପାତ୍ର ହେଇଥିଲେ, ତେବେ ଏଲିୟ ଈଶ୍ୱରଙ୍କର ଭାବବାଦୀ ଥିଲେ। ସେଇ ସମୟରେ ଈଶ୍ୱରଙ୍କ ଅନ୍ତରର ତୀବ୍ର ବେଦନା ତାହାର ହୃଦୟରେ ମଧ୍ୟ ଜାଗ୍ରତ ହେଲା। ତେବେ ସେ ଆହବଙ୍କୁ ଶିକ୍ଷା ଦେବା ନିମନ୍ତେ ମହା ପରାକ୍ରମରେ ପ୍ରାର୍ଥନା କଲେ, ଯେପରି ଦେଶରେ ବୃଷ୍ଟି କିମ୍ବା ଶିଶିର କିଛି ନ ପଡୁ, ଯୋଉଟା ପ୍ରଥମ ରାଜା 17ରେ। ସେଇ ସମୟରେ ଯେପରି ସେ ବର୍ଷ ଏଇ ସମସ୍ତ ମନ୍ଦ କରିବା ନିମନ୍ତେ ଆହବଙ୍କୁ ଦେଖାନ୍ତି ମହାପରାକ୍ରମ ପ୍ରାର୍ଥନା, ଯେପରି ବୃଷ୍ଟି କିମ୍ବା ଶିଶିର ନ ପଡୁ। ଆଉ ସତ୍ୟ ଦେଶରେ 3.5 ବର୍ଷ ପର୍ଯ୍ୟନ୍ତ ବୃଷ୍ଟି କିମ୍ବା ଶିଶିର କିଛି ପଡିଲା ନାହିଁ। ଏଇ ଯୋଉ ପ୍ରାର୍ଥନା ଯାହା ଏଲିୟ କରିଥିଲେ, ବୃଷ୍ଟି ବନ୍ଦ କଲେ। ସୂର୍ଯ୍ୟ ଚନ୍ଦ୍ର ପୃଥିବୀର ବିବର୍ତ୍ତ ଫଳରେ ପୃଥିବୀର ଋତୁର ପରିବର୍ତ୍ତନ ହୁଏ ଏବଂ ବୃଷ୍ଟି ବର୍ଷା ଶିଶିରପାତ ଝଡ଼ ତୋଫାନ ବନ୍ୟା ଇତ୍ୟାଦି ପ୍ରାକୃତିକ ଘଟଣା ଘଟେ। ତେଣୁ ବର୍ଷା ବନ୍ଦ କରିବାକୁ ଗଲେ ସମସ୍ତ ସୌର ଜଗତକୁ ପରିବର୍ତ୍ତନ କରିବାର ପ୍ରয়োଜନ। ସେମାନଙ୍କ ଏ ସମସ୍ତ ସୌର ଜଗତ ପରିବର୍ତ୍ତନ ହେବା, ସୂର୍ଯ୍ୟ ଚନ୍ଦ୍ର ପୃଥିବୀ ଗତିବିଧିର ପରିବର୍ତ୍ତନ କରିବା ପ୍ରয়োଜନ। ଯଦି ସବୁ ସ୍ୱ ସମୟରେ ଚାଲୁ, ତାହେଲେ ନିରୂପିତ ସମୟରେ ବୃଷ୍ଟି ପଡିବ, ଶିଶିର ପଡିବ, ଝଡ଼ ତୋଫାନ ହେବ। କିନ୍ତୁ ଏହାର ପରିବର୍ତ୍ତନ ଘଟାଇବାକୁ ଗଲେ ସମସ୍ତ ସୌର ଜଗତର ପରିବର୍ତ୍ତନ ଘଟାଇବା ପ୍ରয়োଜନ ହୁଏ। ତେଣୁ ପ୍ରାର୍ଥନା ଦ୍ୱାରା କଣ ଅସାଧ୍ୟ କାମ ହିଁ ସାଧିତ ନ ହୋଇପାରେ। ମନୁଷ୍ୟ ତାର ବିଦ୍ୟା ବୁଦ୍ଧି ବଳରେ ଏହି କାର୍ଯ୍ୟ ସାଧନ କରିପାରିବ ନାହିଁ। ବର୍ତ୍ତମାନ ବୈଜ୍ଞାନିକ ଉନ୍ନତି ଫଳରେ ମନୁଷ୍ୟ କୌଣସି ସ୍ଥାନରେ ସାମୟିକ ବୃଷ୍ଟିପାତ ଘଟାଇବାକୁ ସକ୍ଷମ ହୋଇଛନ୍ତି, କିନ୍ତୁ 3.5 ବର୍ଷ ବର୍ଷା ବନ୍ଦ କରିବା ପାଇଁ କୌଣସି ବୈଜ୍ଞାନିକ ଫର୍ମୁଲା ସେମାନଙ୍କ ପାଖରେ ନାହିଁ। ବିଜ୍ଞାନରେ କିଛି ସମୟ ପାରି, କିନ୍ତୁ 3.5 ବର୍ଷ କୋଉ ଫର୍ମୁଲା ଅଛି? କୋଉ ବୈଜ୍ଞାନିକ ଲୋକ ବନ୍ଦ କରିପାରିବେ? 3.5 ବର୍ଷ ପର୍ଯ୍ୟନ୍ତ ବର୍ଷା କେବେ ବନ୍ଦ କରିପାରିବ? ଭୁଲ କରିପାରିବେ ନାହିଁ। ଈଶ୍ୱରଙ୍କର ଗୌରବ ରକ୍ଷା କରିବା ନିମନ୍ତେ ମାଧ୍ୟମରେ ସମ୍ଭବ ହୁଏ। ଯଦି ଆମେ ମାନେ ସମସ୍ତେ ବିଶ୍ୱସ୍ତ ଭାବରେ ମନେ କରୁ, ତେବେ ତାଙ୍କରି ଗୌରବର ନିମନ୍ତେ ଅସାଧ୍ୟ ସାଧନ କରିବା ଆମମାନଙ୍କ ପକ୍ଷରେ ମଧ୍ୟ ସମ୍ଭବ ହେବ। ତେଣୁ ତୁମେ ସଦା ପ୍ରଭୁଙ୍କର ତାଙ୍କ ପରାକ୍ରମର ଅନ୍ୱେଷଣ କର, ସଦା ସର୍ବଦା ତାଙ୍କର ମୁଖର ଅନ୍ୱେଷଣ କର। ସଦା ସର୍ବଦା ଦୁଃଖ ଆସୁ, କଷ୍ଟ ଆସୁ, ପରୀକ୍ଷା ଆସୁ, ସମସ୍ୟା ଆସୁ, ସବୁବେଳେ ଧନ୍ୟବାଦ ପ୍ରଶଂସା। ପ୍ରଭୁ, ତମେ ଆଜି ଏଇ ରୋଗ ବ୍ୟାଧି କଷ୍ଟ ଯୋଉ ଆସିଛି, ତମ ନାମ ଧନ୍ୟ ହଉ। ଏଇଟା ମୁଖରେ ମୁଁ କହୁଛି, ମୁଁ କରିପାରୁନାହିଁ, ମୁଁ ଦୁର୍ବଳ ମନୁଷ୍ୟ, ମୁଁ କରିପାରୁନାହିଁ। କାହିଁକି ପ୍ରଭୁ ବାକ୍ୟ ମତେ ଦେଲେ? ମତେ ସେ ଧୈର୍ଯ୍ୟ ସାହସ ଦେବା ପାଇଁ ବୋଲି ବାକ୍ୟ ଦେଲେ। ତେଣୁ ବନ୍ଧୁଗଣ, ମନୁଷ୍ୟ ଆଜି ଆମେ ହୁଏତ ଆମମାନେ ମନୁଷ୍ୟ ହେବା ଦୁର୍ବଳ ହେଇଯାଉ, କିନ୍ତୁ ପ୍ରଭୁ ଯେ ଆମମାନଙ୍କ ନିମନ୍ତେ ଶକ୍ତିଶାଳୀ, ଏଇଟା ହଉଛି ବହୁତ ବଡ। ଏଇ ସମସ୍ତ ବାକ୍ୟ ଦ୍ୱାରା ଆମେ ଦେଖିବାକୁ ପାରୁଛୁ। ଆଉ ଗୋଟେ ବିଷୟ କହିକି ସମାପ୍ତ କରିବେ। ଯୋହନ 14 ପର୍ବର 12 ପଦ, ସତ ସତ ମୁଁ ତୁମମାନଙ୍କୁ କହୁଛି, ମୋ ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ କର୍ମ କରୁଛି ସେ ମଧ୍ୟ ସେ ସବୁ କରିବ,
ଆଉ ସେ ସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ। ଏଇଟା ଗୋଟେ ସମ୍ଭବ ପ୍ରଭୁ ଯୀଶୁ କରୁଛନ୍ତି। ଆମେ ମନୁଷ୍ୟ ତାଠୁ ଅଧିକ କରିପାରିବା କି? କିନ୍ତୁ ପ୍ରଭୁ ଏଠି କହିଛି ବିଶ୍ୱାସୀ ମାନେ ଯେ ପ୍ରଭୁ ଯୀଶୁଙ୍କ ଅପେକ୍ଷା ଅଧିକ ବଡ ବଡ କର୍ମ କରିପାରିବେ ତାହା ବିଶ୍ୱାସ କରିବା ଅନେକ ପକ୍ଷରେ କଠିନ ବିଷୟ। କିନ୍ତୁ ଆଶ୍ଚର୍ଯ୍ୟ ଯେ ଏଇ କଥା ସବୁ ସ୍ୱୟଂ ପ୍ରଭୁ ଯୀଶୁ କହିଛନ୍ତି। ଏଇଟା ମନୁଷ୍ୟ କହିନାହାନ୍ତି, ପ୍ରଭୁ ଯୀଶୁ କହିଛନ୍ତି। ଏବଂ ସେ ନିଶ୍ଚୟ ମିଛ କଥା କହିନାହାନ୍ତି। ଭାଇ ତ ଦେଖିଲେ ମନେ ହୁଏ ଯେ ପ୍ରଭୁ ଯୀଶୁ ସ୍ୱୟଂ ଈଶ୍ୱର ଜଗତରେ ଥିବା ବେଳେ ଯେତେ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି, ଏପରି ମୃତ ବ୍ୟକ୍ତିଙ୍କୁ ବଞ୍ଚେଇଛନ୍ତି। ଲାଜାର 4 ଦିନର ଲାଜାରକୁ ବଢେଇଛନ୍ତି, କେତେ ବଞ୍ଚେଇଛନ୍ତି, କେତେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି। ତାହେଲେ କଣ ଆମେ ମନୁଷ୍ୟ ହୋଇ ତାଠାରୁ ବଡ ବଡ କାମ କରିପାରିବା? ଏଇଟାକି ଆମେ କାମ କରିବା? ଏଇଭଳି ପ୍ରଶ୍ନ ଏଟା ଶୈତାନ ଆଣିଦେବ। କିନ୍ତୁ ପ୍ରଭୁ ଯୀଶୁ ସ୍ୱୟଂ କହିଛନ୍ତି ମୋ ଠାରୁ ଅଧିକ ମହତ୍ କର୍ମ କରିପାର। ଉପର କଥା ସବୁ କହିବା ପରେ ପ୍ରଭୁ ଯୀଶୁ କହିଲେ ମୁଁ ପିତାଙ୍କ ନିକଟକୁ ଯାଉଛି। ପୁଣି ପିତା ଯେପରି ପିତା ପୁତ୍ରଙ୍କ ଠାରେ ମହିମାନ୍ୱିତ ହୁଅନ୍ତି, ଏଥି ନିମନ୍ତେ ତୁମେ ମାନେ ମୋ ନାମରେ ଯାହା କିଛି ମାଗିବ ତାହା ମୁଁ ସାଧନ କରିବି। ଯୌନ 14:13 ଅନୁସାରେ ମୁଁ ପିତାଙ୍କ ନିକଟ ଯାଉଛି, ମୁଁ ତୁମ ସହାୟ ଆତ୍ମା ପଠଉଛି। ତୁମ ନିରାଶ ହୋଇ କରୁନାହିଁ, ହତାଶ କରୁନାହିଁ। ସେ ସହାୟକ ଆତ୍ମା ପଠଉଛି। ତେଣୁ ତାଙ୍କୁ ନେଇକରି ଯଦି ଯାହା କିଛି ମାଗିବ ମୁଁ ତୁମ ନିମନ୍ତେ ତାହା ସାଧନ କରିବି। ଏଠାରେ ଦେଖାଯାଏ ଯେ ନିଜ ଶକ୍ତିରେ କୌଣସି କାର୍ଯ୍ୟ ସାଧନ କରିବା ତାହା ନୁହେଁ, କିନ୍ତୁ ସେ ହିଁ ଆମମାନଙ୍କ ମଧ୍ୟରେ ଯେ କାର୍ଯ୍ୟ କରିବେ। ସେ ଯେବେ ଜଗତରେ ଥିଲେ ତେବେ ଶୈତାନ ଜଗତର ଉପରେ ତାର ଅଧିପତ୍ୟ ବିସ୍ତାର କରି ରଖିଥିଲେ। କିନ୍ତୁ ପ୍ରଭୁ ଯୀଶୁ ତାହାଙ୍କୁ ଜଗତର ଅଧିପତି ବୋଲି ବର୍ଣ୍ଣନା କରିଛନ୍ତି। ଜଗତର ଯୋହନ 14:3 କିନ୍ତୁ ସେ ତାହାର କୃଷି ଅମୃତର ଗୁଣରେ ତାର ଆଧିପତ୍ୟ କର୍ତ୍ତ ସବୁ ଚୁରମାର କରିଦେଇଛନ୍ତି। ଏ ଜଗତରେ ଯାହା କିଛି ସେଇ ଯୋଉ କୃଷ୍ଣ ତାଙ୍କୁ ପଦ ତଳେ ଚୁରମାର କରିଥିଲେ। କଲସିୟ 2:15 ଏବେ ସେ ସ୍ୱର୍ଗ ମତ୍ର ସମସ୍ତ କର୍ତ୍ତୃତ୍ୱ ଧାରଣ କରି ପିତାଙ୍କ ଦକ୍ଷିଣରେ ଉପବିଷ୍ଟ ଅଛନ୍ତି। ଏ ମଣ୍ଡଳୀର ମସ୍ତକ। ସୁତରାଂ ସେ ଜଗତରେ ଥିବା ବେଳେ ସେ କାମ କରୁଥିଲେ, ସେତେବେଳେ ତାଠାରୁ ବଡ କାମ କରିପାରିବେ ଆମମାନଙ୍କ ଦ୍ୱାରା। ତେଣୁ କୃଷର ବିଜୟ ପରେ ଶୈତାନର ଶକ୍ତି ଚୁରମାର ହୋଇଯାଇଛି ଏବଂ ସେ ଏବେ ଜଗତର ଅଧିପତି। ଆମ୍ଭେ ନିଜର ଶକ୍ତିରେ କିଛି କରିବାକୁ ସମର୍ଥ ନୁହଁ, କିନ୍ତୁ ତାହାଙ୍କ ନାମରେ ଆମ୍ଭେ ମହା ଆଶ୍ଚର୍ଯ୍ୟ କାର୍ଯ୍ୟ କରିବାକୁ ସମର୍ଥ ହୋଇପାରିବା। ତେଣୁ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯଦି ଗୋଟିଏ ସୋରିଷ ଦାନା ପରି ତୁମମାନଙ୍କର ବିଶ୍ୱାସ ଥାଏ, ତାହେଲେ ସେଇ ପର୍ବତକୁ ଏଠାରୁ ଉଠି ଘୁଞ୍ଚି ଯାଅ ବୋଲି କହିଲେ ତାହା ଘୁଞ୍ଚିଯିବ। ଆଉ କିଛି ତୁମମାନଙ୍କୁ ଅସାଧ୍ୟ ହେବ ନାହିଁ। ବନ୍ଧୁଗଣ, ପ୍ରଭୁ ହିଁ ଏଇ ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଯାଇଛନ୍ତି, ଆମମାନଙ୍କ ସାଧନ କରିଛନ୍ତି, ପିତା ଈଶ୍ୱର କରିଛନ୍ତି ଏବଂ ଆମମାନଙ୍କୁ ମଧ୍ୟ ସେ ଅଧିକାର ଦେଇଛନ୍ତି। କିନ୍ତୁ ସେ ଅଧିକାର ନିଶ୍ଚୟ ଯାଇ ପାଇକି ସେପରି ଶକ୍ତିଶାଳୀ ହେବା ପାଇଁ ଦୁର୍ବଳ ମାନଙ୍କ ନିମନ୍ତେ ସେ ଶକ୍ତିଶାଳୀ କରିବା ପାଇଁ ପ୍ରଭୁ ଏହି କାର୍ଯ୍ୟ କରି ଯାଉଛନ୍ତି। ଏହି ପ୍ରାର୍ଥନା ଯେ ପ୍ରସ୍ତରକୁ ମଧ୍ୟ କ୍ଷୟ କରିପାରେ, ଜଳ ପ୍ରସ୍ତରକୁ କ୍ଷୟ କରେ। ପ୍ରାର୍ଥନାର ଶକ୍ତି। ପଥର ଗୋଟେ ଶକ୍ତି ଜିନିଷ, କିନ୍ତୁ ଜଳ ଗୋଟେ ତରଳ ପଦାର୍ଥ। ଜଳ ପ୍ରସ୍ତରକୁ କ୍ଷୟ କରେ, ଅଥଚ ଗୋଟିଏ ପଥର ଉପରେ ଦେଇ ଯଦି କ୍ରମାଗତ ଜଳ ଧାରା ବହୁଥିବ, ତେବେ ସେ ଶକ୍ତ ପଥର ମଧ୍ୟ କ୍ଷୟ ପାଇ ହେବ। ଅଧ୍ୟବସାୟ ଦ୍ୱାରା କଣ କରି ନ ହୁଏ, କିନ୍ତୁ ଆମେ କ୍ରମାଗତ ପ୍ରାର୍ଥନା କରିଥାଉ, ତେବେ ଅବଶ୍ୟ ହିଁ ମହାକାର୍ଯ୍ୟ ସାଧନ ହେବ। ପ୍ରାର୍ଥନାର ପ୍ରବାହ ଶକ୍ତି ଓ କଠିନ ମନା ଲୋକମାନେ ମଧ୍ୟ ତରଳା ଦେଇପାରିବ। ପ୍ରାର୍ଥନା ମଧ୍ୟରେ ଏତେ ପ୍ରଚଣ୍ଡ ଶକ୍ତି ନିହିତ ଅଛି। ଆମେ ଯଦି ତାହା ବ୍ୟବହାର କରିବା, ତାହେଲେ ଅବଶ୍ୟ କଠିନ ଚିତ୍ତ ଲୋକମାନେ ମଧ୍ୟ ପରିବର୍ତ୍ତିତ ହୋଇ ପ୍ରଭୁଙ୍କ ଚରଣରେ ନତମସ୍ତକ ହେବେ। ଈଶ୍ୱରଙ୍କର ବାକ୍ୟର ଶକ୍ତିର ସଙ୍ଗେ ଯଦି ପ୍ରାର୍ଥନାର ଶକ୍ତି ସଂଶୋଧିତ ହୁଏ, ତେବେ ଏହିପରି କୌଣସି କଠିନ ହୃଦୟ ରହି ନପାରେ, ତାହା ଭାଙ୍ଗି ଚୁରମାର ହେବ। ଅବଶ୍ୟ ସମସ୍ତେ ଯେ ପରିତ୍ରାଣ ପାଇବେ ତାହା ନୁହେଁ, କିନ୍ତୁ ଯେଉଁମାନେ ପରିତ୍ରାଣ ପାଇଁ ମନୋନୀତ ଅଛନ୍ତି, ସେମାନଙ୍କ ଦ୍ୱାରା କଠିନ ଆଚରଣ ଭାଙ୍ଗି ଚୁରମାର ହେବ। ପ୍ରଭୁ ଯୀଶୁ ମଧ୍ୟ କହିଛନ୍ତି, ମନୁଷ୍ୟ ସର୍ବଦା ପ୍ରାର୍ଥନା କରିବାର ଉଚିତ, ନିରୁତ୍ସାହ ହେବା ଉଚିତ ନୁହେଁ। ପ୍ରାର୍ଥନାର ପରିଚୟ ସର୍ବାପେକ୍ଷା ବଡ ବିଷୟ ହେଲା ଧୈର୍ଯ୍ୟ। ଆମେ ପ୍ରାର୍ଥନା କରିଥାଉ, ବିଳମ୍ବ ହେଲେ ପ୍ରାର୍ଥନା କଣ ଉତ୍ତର ଆସୁନାହିଁ। ଅଧୈର୍ଯ୍ୟ, ଏଇଟା ମୋ ପାଇଁ ଅଧୈର୍ଯ୍ୟ ମନୁଷ୍ୟ। ବର୍ଷ ଟିକେ ବିଳମ୍ବ ହେଇଗଲେ, ଏବେ ନିଶ୍ଚୟ ଆପଣ ମାନେ ପ୍ରାର୍ଥନା କରୁଛନ୍ତି ଆମ ପାଇଁ, ମୋ ପୁଅର ଚାକିରି ପାଇଁ, ଆମର ଯାହା ଗୋଟେ ଜମିର ବିକ୍ରି ପାଇଁ ଚାଲିଛି ପ୍ରାର୍ଥନା। ସମୟ ଅନୁସାରେ କାର୍ଯ୍ୟ ହେବ, କିନ୍ତୁ ମୁଁ ଅଧୈର୍ଯ୍ୟ ମନୁଷ୍ୟ, ବିଚଳିତ ମନୁଷ୍ୟ,
अस्थिर मनुष्य এইটা ମୋ ପାଇଁ ବାକ୍ୟ ଆଜି ମୋ ପାଇଁ ଆସିଛି ଯେ ଧୈର୍ଯ୍ୟ ଧରିବା ପାଇଁ ପ୍ରାର୍ଥନା ଯେପରି କ୍ରମାଗତ ଚାଲିଛି ନିଶ୍ଚୟ ପ୍ରଭୁଙ୍କର ସନ୍ତାନ ଆମମାନଙ୍କର ବଡ ଭାଇ ରାଉଳ ଆଜ୍ଞା ଯେପରି ପ୍ରାର୍ଥନା କରନ୍ତି ବୀରେନ୍ଦ୍ର ଆଜ୍ଞା ପ୍ରାର୍ଥନା କରନ୍ତି ଆମମାନଙ୍କର ମଧୁସୂଦନ ବାବୁନି ନାମ ଧରି ସମସ୍ତଙ୍କର ପ୍ରତିଦିନ କ୍ରମାଗତ ପ୍ରସ୍ତୁତ କଠିନ ହୃଦୟ ଜଳ ପ୍ରସ୍ତର ଜଳ ହେଲା ବାକ୍ୟ ପ୍ରାର୍ଥନା ମାଧ୍ୟମ ସେ ନଷ୍ଟ କ୍ଷୟ କରିବ ଏହିପରି ପ୍ରାର୍ଥନା କରୁ ଅମର ଭାଇ ମଧ୍ୟ ପ୍ରାର୍ଥନା କରୁଛନ୍ତି ଏ ଚାରି ଜଣଙ୍କର ପ୍ରାର୍ଥନା ପ୍ରତ୍ୟେକଙ୍କର ପ୍ରାର୍ଥନା ମହିଳା ସମିତିର ପ୍ରାର୍ଥନା ରାତିରେ ନାଇଟ୍ ପ୍ରେୟର ପ୍ରାର୍ଥନା ଆଶୀଷ ଧାରାର ପ୍ରାର୍ଥନା ଏ ମର୍ଣ୍ଣିଂ ପ୍ରେୟର ପ୍ରାର୍ଥନା ମତେ ମୋ ପରିବାରକୁ ରକ୍ଷା କରିଛି ଏଣୁ ପ୍ରାର୍ଥନା ପରେ ସର୍ବାଗ ବଡ ବିଷୟ ହେଲା ଧୈର୍ଯ୍ୟ ଈଶ୍ୱରଙ୍କ ଇଚ୍ଛା ଯଦି ଆମେ କୌଣସି ବିଷୟରେ ପ୍ରାର୍ଥନା କରୁଥିବା ତାହେଲେ ସେ ଅବଶ୍ୟ ପୂର୍ଣ୍ଣ ହେବ କାରଣ ପ୍ରତ୍ୟେକ ଜିନିଷର ଗୋଟେ ନିଜସ୍ୱ ସମୟ ଅଛି ଆମମାନଙ୍କ କୌଣସି ପ୍ରାର୍ଥନା ବ୍ୟର୍ଥ ହେବ ନାହିଁ ପ୍ରାର୍ଥନା ଦ୍ୱାରା ଗୋଟେ ଆତ୍ମିକ ଶକ୍ତି ପ୍ରବାହିତ ହୁଏ এই ଆତ୍ମୀୟ ଶକ୍ତି ଅନ୍ଧକାର ଶକ୍ତିକୁ ପରାଜିତ କରେ ଗୋଟିଏ ବଡ ପଥରର ଉପରେ ଯଦି ଗୋଟିଏ ହାତୁଡି ଦେଇ କ୍ରମାଗତ ମରାଯାଏ ତେବେ ସେଇ ପଥରଟା ଭାଙ୍ଗିଯିବ ପ୍ରତ୍ୟେକ ଆଘାତ ପ୍ରସ୍ତରର ଶକ୍ତିକୁ ପାରସ୍ପରିକ ସଂଯୋଗକୁ ଅଲଗା କରିଥାଏ ଏବଂ ଏପରି ଅଲଗା ଅଲଗା ଲାଭ ହେବ ଅଲଗା ଅଲଗା ହେଉ ଏପରି ଗୋଟିଏ ସମୟ ଆସେ ତେବେ ଗୋଟିଏ ଫାଟିବାର ଦେଖାଯିବ ଏବଂ ତାପରେ ବଡ ପଥର ଖଣ୍ଡ ଖଣ୍ଡ ହୋଇ ପଡେ ଏଥିପାଇଁ ବର୍ତ୍ତମାନ ଜଗତର କଠିନ ଅବସ୍ଥା ମଧ୍ୟରେ ଆମମାନଙ୍କୁ ନିରନ୍ତର ପ୍ରାର୍ଥନା କରିଯିବା ଉଚିତ ପ୍ରଭୁଙ୍କ କାମ ପ୍ରଭୁ ହିଁ ନିଜ କରିବେ ଆମେ ତୁମମାନଙ୍କ ମାଂସ ମଧ୍ୟରେ ପ୍ରସ୍ତରମୟ ହୃଦୟ କାଢି ନେବା ଓ ଆମେ ତୁମର ମାଂସ ହୃଦୟ ଦେବା ଏଇ ହେଲା ପ୍ରଭୁ ଯୀଶୁଙ୍କର ପିତା ଈଶ୍ୱରଙ୍କର ପୁତ୍ର ଈଶ୍ୱରଙ୍କର ପବିତ୍ର ଆତ୍ମା ଈଶ୍ୱରଙ୍କର এই ଶକ୍ତିଯୁକ୍ତ ବିଜୟ ସାଧନର କାର୍ଯ୍ୟ ଶକ୍ତିଯୁକ୍ତ କାର୍ଯ୍ୟ ପ୍ରାର୍ଥନା ଦ୍ୱାରା ଏବଂ ଶକ୍ତି କାର୍ଯ୍ୟ ଆମମାନଙ୍କୁ କରି ଆସିଛନ୍ତି ମୋ ପାଇଁ ମୋ ପରିବାର ପାଇଁ ପ୍ରାର୍ଥନା କରିବେ ଆଜି ମୋ ପୁଅ ବୋଉ ନାତୁଣୀ ସେମାନେ ଆମର ପାଳାଖେଣ୍ଡି ଆସୁଛନ୍ତି ତା ନିଜ ଗାଡିରେ ଏତେ ଦୂର ରାସ୍ତାରୁ ଯେ ଡ୍ରାଇଭିଂ କରି ସେ ନିଜେ ଆସୁଛନ୍ତି ଦୟାକରି ସେମାନଙ୍କ ପ୍ରାର୍ଥନା କରିବେ ଆଜିର ବାକ୍ୟ ମାଧ୍ୟମେ ମୁଁ କହିବା ଭିତରେ ଭୁଲ ଥିଲେ କ୍ଷମା କରିବେ ଏବଂ ଏଇ ଯୋଉ ବାକ୍ୟ ଦ୍ୱାରା ପ୍ରତ୍ୟେକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।